ମୁଁ ବିଜୟ କୁମାର ପ୍ରଧାନ ଜିଲ୍ଲା ପ୍ରତିନିଧି ବଡ଼ ଖବର ଟିଭି। ଗତକାଲି ମୁଁ କୋଲଥିପାଲି ଗାଁକୁ ଯାଇଥିଲି, ଖବର ସଂଗ୍ରହ ପାଇଁ ଯାଇଥିଲି। ସେଠି ଯେଉଁ ଗଜେନ୍ଦ୍ର ଦଳେ କିଛି ଗୁଣ୍ଡା ସେଠି ଲଗେଇକି ମୋତେ ପହଞ୍ଚିବା ବେଳେ ସେମାନେ ଅତର୍କିତ ଆକ୍ରମଣ କଲେ। ମୁଣ୍ଡ ହାତ ଗୋଡ଼ ସବୁଥିରେ ପ୍ରବଳ ମାଡ଼, ନିସ୍ତକ ମାଡ଼ ଦେଲେ। ମୋର ମୋବାଇଲ କ୍ୟାମେରା ଯାହା ଥିଲା, ମୋର 2-3ଟା ମୋବାଇଲ, ବୁମ୍ କାର୍ଡ଼, 2ଟା ATM କାର୍ଡ଼ ସବୁ ନେଇକି ଭାଙ୍ଗିକି ସବୁ ନେଇଗଲେ। ଆଉ ଗୋଟେ ଚେନ୍ ମଧ୍ୟ ସେ ମୁଁ ଯେଉଁ ରଖିଥିଲି ଘରର ଚେନ୍ରେ ପାଖାପାଖି 2 ଭରିର ସେ ମଧ୍ୟ ନେଇଗଲେ। କିନ୍ତୁ ଦେଖନ୍ତୁ ତାପରେ କ'ଣ କଲେ, ସେଠି ନେଇକି ବାଡ଼ିଲେ ପିଟି ପୁରା ସେ ଗୋଠକୁ ନେଲେ। ଗୋଠରେ ସେଠି ଗୋଡ଼ ହାତ ବାନ୍ଧିକି ସେଠି ପକାଇଲେ। ଆଉ ସେଠି ମଧ୍ୟ ବାଡ଼ିଲେ 2 ଘଣ୍ଟା 3 ଘଣ୍ଟା ଯାଏ ସେଠି ତାପରେ ସେଠି ପକାଇକି ରଖିଲେ। ତାପରେ ଶପଥ କରାଇଲା ପରେ ତାପରେ ସେମାନେ ଛାଡ଼ିଲେ। ଏ ଘଟଣା କାହାକୁ ପ୍ରଘଟ କରିବନି, ଯଦି କି ପୋଲିସକୁ ଖବର ଦେବନି। ଯଦି ପୋଲିସକୁ ଖବର ଦେବ କି କାହାକୁ ଜଣେଇବ, ଆମେ ତାକୁ ଜୀବନରେ ମାରିଦେବ, ତୁମ ପରିବାରକୁ ମଧ୍ୟ ଉଡ଼େଇ ଦେବ ବୋଲି ସେମାନେ ଧମକ ମଧ୍ୟ ଦେଇଛନ୍ତି। ସେଥିପାଇଁ ମୋ ଜୀବନ ପ୍ରତି ମଧ୍ୟ ବିପଦ ରହିଛି, ଆଉ ମୋ ପରିବାର ପ୍ରତି ବିପଦ ରହିଛି। ସେଥିପାଇଁ SP ଅଫିସକୁ ଆଜି ଗୁହାରି କରିବା ପାଇଁ ଆସିଛି, ନ୍ୟାୟ ପାଇଁ ଗୁହାରି କରିବା ଆସିଛି। ଆଉ ଯେଉଁ ଠିକାଦାର ଯେଉଁ ଗଜେନ୍ଦ୍ର ଦଳେ ତାଙ୍କୁ ମଧ୍ୟ ଗିରଫ କରାଯାଉ, ତୁରନ୍ତ ଗିରଫ କରାଯାଉ। ସେମାନେ ମୁଁ ପହଞ୍ଚିବା କ୍ଷଣି ସେମାନେ 3-4 ଜଣ ପ୍ରଥମେ ଆକ୍ରମଣ କଲେ। ତାପରେ ସବୁ ଲୋକ ମାଡ଼ି ଆସିଲେ, 15-20 ଜଣ ସେଠି ଏକଜୁଟ ହେଲେ। ସମସ୍ତେ ଲୋକ ସବୁ ଦେଖୁଥାନ୍ତି, ସେମାନେ ବାଡ଼ଉଥାନ୍ତି, ଲୋକ ସବୁ ଦେଖୁଥାନ୍ତି। ଗଜେନ୍ଦ୍ର ଲୋକ ସେଠି, ଯେହେତୁ ସେ ଗଜେନ୍ଦ୍ର ନାଁ ଧରିକି ସେମାନେ ବାଡ଼ୁଥାନ୍ତି। ଗଜେନ୍ଦ୍ର ଅନଲାଇନ୍ରେ ମଧ୍ୟ ସେଠି ସେ ଫୋନ୍ରେ କଥା ହେଉଥାନ୍ତି, ତାକୁ ବାଡ଼, ତାକୁ ଭିଡ଼ିଓ କର ବୋଲି ସେ ମଧ୍ୟ ସେଠି ଇନଷ୍ଟ୍ରକ୍ସନ୍ ଦେଉଥାଏ। ଯାହା ସେଠି ମୁଁ ଶୁଣୁଥାଏ, ତାଙ୍କ କଥାବାର୍ତ୍ତା ଶୁଣୁଥାଏ। ଯେହେତୁ ମୁଁ ଏକୁଟିଆ ସେଠି 2 ଜଣ ମୋ ପୁତ୍ରା ସହିତ ଥିଲୁ, ସେ ପୁତ୍ରାକୁ ତ କମ୍ ବାଡ଼େଇଲେ, ମୋତେ ନିସ୍ତକ ମାଡ଼ ବେଳେ, ଯେହେତୁ ଖବର ସଂଗ୍ରହ ମୁଁ କରୁଥିଲି। ଆଉ ସେଠି ଯେହେତୁ ମୁଁ ଏକୁଟିଆ ମୁଁ ନିରୁପାୟ ହେଇକି ସେଠି ମୁଁ କିଛି ପ୍ରୋଟେକ୍ସନ୍ ମଧ୍ୟ କରିବାର ମଧ୍ୟ ସେଠି ନଥିଲା। କାହିଁକି ମୋର ଯେଉଁ ମୋବାଇଲ ସବୁ ଛଡ଼େଇ ନେଇଗଲେ, ଭାଙ୍ଗିଦେଲେ ସବୁ। ଆଉ ତାପରେ ଏନେ ପୁଇଁତଲା ଥାନାରେ ମଧ୍ୟ ଏତଲା ଦେଇଛି ଗତକାଲି ସନ୍ଧ୍ୟାରେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ପୁଲିସ ତାକୁ ଗିରଫ କରିନି, ସେ ବୁଲୁଛି ଥାନାରେ। ଆଜ୍ଞା ଦେଖନ୍ତୁ, ଏ ଘଟଣା ପରେ ମୋ ସହିତ ମୋ ପରିବାର ପ୍ରତି ବିପଦ ରହିଛି। ଯେହେତୁ ସେମାନେ ଗୁଣ୍ଡାଗର୍ଦି ଶ୍ରେଣୀର ଲୋକ। ସେ ବିଜେଡ଼ି ବର୍ତ୍ତମାନ ସେ ବିଜେଡ଼ିରେ ସହିତ ଅଛି। ଆଗରୁ ବିଜେପି ପ୍ରଥମରୁ ବିଜେଡ଼ି ଥିଲା, ପରେ ବିଜେପିରେ, ପୁଣି ଏବେ ବିଜେଡ଼ିକୁ ଆସିଛି। କିନ୍ତୁ ସେମାନେ ତାଙ୍କର ଯେଉଁ ଗାଁଟା ମଧ୍ୟ ସେମାନେ ଗୋଟେ ସେମିତି ଅପରାଧିକ ଗାଁଟା, ତାଙ୍କର ଗାଁ ସେମିତି ରହିଛି, ନାଁ ରହିଛି। ସେଥିପ୍ରତି ସେମାନେ ସେ ସମୟରେ ସେ ଗାଁରେ ମଧ୍ୟ ମୋତେ ଆକ୍ରମଣ ହେଇଛି। ତେଣୁ ମୋ ଜୀବନ ପ୍ରତି ମଧ୍ୟ ବିପଦ ରହିଛି, ଆଉ ପରିବାର ପ୍ରତି ବିପଦ ରହିଛି। ମୋର ସୁରକ୍ଷା ଆଉ ପରିବାର ସୁରକ୍ଷା ପାଇଁ ମୁଁ SP ପାଖକୁ ଆସିଛି। ଆଉ ତାକୁ ଗିରଫ କରି ତୁରନ୍ତ ଯେଉଁମାନେ ବାଡ଼େଇଛନ୍ତି, ଆଉ ଯେଉଁ ଯେ ବାଡ଼ିବା ପାଇଁ ଯେଉଁ ଠିକାଦାର କହିଛି ତାକୁ, ତା ସହିତ ଯେଉଁମାନେ ସମ୍ପୃକ୍ତ ରହିଛନ୍ତି, କେବଳ ଏ ଗୋଟେ କଥା ନୁହଁ, କହିଲେ ସେ ଗଜେନ୍ଦ୍ର ଦଳେ ସେ ତା'ର ମଧ୍ୟ ଏତିକି ସାହସ ନାହିଁ ଯେଉଁ ବାଡ଼େଇ ଗୋଟେ ସାମ୍ବାଦିକକୁ ପିଟାଇବା ପାଇଁ ଗୁଣ୍ଡା ଲଗାଇକି। ତା ପଛରେ ମଧ୍ୟ ନିଶ୍ଚିତ ଭାବରେ କିଛି ରାଜନୈତିକ ଲୋକ, ପ୍ରଭାବଶାଳୀ ଲୋକ ତା ପଛରେ ରହିଛନ୍ତି। ତାକୁ ମଧ୍ୟ ଯେଉଁ ଷଡ଼ଯନ୍ତ୍ର କରିଛନ୍ତି ତାକୁ ମଧ୍ୟ କରାଯାଉ, ତଦନ୍ତଭୁକ୍ତ କରାଯାଉ, ତାକୁ ଅଣାଯାଉ।